ଦିନକୁ କେବଳ ଗୋଟାଏ ମଧ୍ୟାହ୍ନ ଭୋଜନ ରନ୍ଧା ଖାଦ୍ୟ ଦେଇଛନ୍ତି ଏବଂ ତାପରେ ସମ୍ପୂର୍ଣ୍ଣ ଭାବରେ ଆଜି ପର୍ଯ୍ୟନ୍ତ କିଛି ଦେଇନାହାନ୍ତି। ଏବଂ ଯେଉଁ ପରିବାରର ଘର ସବୁ ଭାଙ୍ଗି ଯାଇଛି ସେ ପରିବାର ମାନଙ୍କୁ ଯେଉଁ ପଲିଥିନ୍ ଦିଆଯାଏ ତା ମଧ୍ୟ ଦଳୀୟ ଭିତ୍ତିରେ ଦିଆଯାଇଛି। ପଚରାଯାଇଛି ତମେ କୋଉ ଦଳର ଭୋଟ କୋଉ ଦଳର ତମେ ମେମ୍ବର ବିଜେପି ତାଙ୍କୁ ଦିଆଯାଇଛି ଯେଉଁମାନେ କଂଗ୍ରେସ ବିଜେପି ଲୋକ ବା ପରିବାର ଲୋକ ସେମାନଙ୍କୁ ଦିଆଯାଏ ନାହିଁ। ଯାହା ବି ରିଲିଫ୍ ବଣ୍ଟନ କରାଯାଉଛି ସମ୍ପୂର୍ଣ୍ଣ ଭାବରେ ଦଳୀୟ ଭିତ୍ତିରେ କରାଯାଉଛି ଏଭଳି ଅଛି ଅଭିଯୋଗ। ଏବଂ ପ୍ରାୟ ଅଧିକାଂଶ ଟ୍ୟୁବୱେଲ୍ ବୋରୱେଲ୍ ଯାହା ଲୋକମାନଙ୍କୁ ପିଇବା ପାଇଁ ପାଣି ଯୋଗାଉଥିଲା ବନ୍ୟାରେ ସେସବୁ ସମ୍ପୂର୍ଣ୍ଣ ଭାବରେ ବୁଡ଼ି ଯାଇଛି। 80% ଯାହା ଲୋକଙ୍କୁ ପିଇବା ପାଇଁ ରାନ୍ଧିବା ପାଇଁ ପାଣି ଯୋଗାଉଥିଲା ଆପଣ କୂଅ କୁହନ୍ତୁ ଟ୍ୟୁବୱେଲ୍ କୁହନ୍ତୁ ବୋରୱେଲ୍ କୁହନ୍ତୁ ସେ ସମ୍ପୂର୍ଣ୍ଣ ଆଜି ପର୍ଯ୍ୟନ୍ତ ବୁଡ଼ିକି ରହିଛି। ଲୋକ ପିଇବା ପାଇଁ ରାନ୍ଧିବା ପାଇଁ ପାଣି ପାଇଁ ନାଇଁ ନଥିବା ସମସ୍ୟାର ସମ୍ମୁଖୀନ ଏବଂ ଯେଉଁ ଘାଇ ସବୁ ସୃଷ୍ଟି ହେଇଥିଲା ସେହି ସମୟରେ ଯାଜପୁରରେ 7ଟା ଘାଇ ଭଦ୍ରକରେ ବାଲେଶ୍ୱରରେ ଯେଉଁ ଘାଇ ସବୁ ସୃଷ୍ଟି ହେଇଥିଲା ତାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଖାତାପତ୍ରରେ ଏବଂ ଦେଖେଇଲେ ଆମେ ଘାଇକୁ ବନ୍ଦ କଲୁ ବାଲି ଅବସ୍ଥାରେ ସେ ସବୁ ଘାଇ ଚଉଡ଼ା ଆହୁରି ବୁଡ଼ିଯାଇ ଘାଇର ସଂଖ୍ୟା ଯାହା ଥିଲା ତା ତ ବଢ଼ିଛି ଘାଇ ହେଇଥିଲା ସେ ଘାଇର ଚଉଡ଼ା ଏବଂ ଖାଦ୍ୟ ସବୁ ଆହୁରି 2 ଗୁଣ 4 ଗୁଣ ନାହିଁ। ଏବଂ ଯେଉଁ ପଶୁ ସମ୍ପଦ ଗାଈ ଗୋରୁ ଛେଳି ମେଣ୍ଢା କୌଣସି ପ୍ରକାର ଉଦ୍ଧାର କରିବା ପାଇଁ ସରକାର କୌଣସି ପ୍ରକାର ଯତ୍ନ ବିଲକୁଲ ନେଇନାହାନ୍ତି। ଲାଗୁଛି ବିଜେପି ସରକାର ଗୋଟେ ଶପଥ ନେଇକି ସରକାରକୁ ଆସିଛନ୍ତି ଯେ ଆମେ ସରକାରକୁ ଆସୁ ପ୍ରଥମେ ଗରିବ ଦୁର୍ବା ଲୋକ ଅଛନ୍ତି ଚାଷୀ ମୂଲିଆ ଅଛନ୍ତି କୃଷକ ଅଛନ୍ତି ତାଙ୍କ ମେରୁହାଡ଼କୁ ଏବଂ ନିକଟରେ କୋରାପୁଟ ମଧ୍ୟ ଗସ୍ତ କରିଥିଲି ଆପଣମାନେ ଆଶ୍ଚର୍ଯ୍ୟ ହେବେ ଯେଉଁ ଆମର ଡକ୍ଟର ହମିଦ ହୁସେନ କହୁଥିଲେ ସାରର କୁହାଯାଏ 70% ସାର ପାଖ ରାଜ୍ୟ ଛତିଶଗଡ଼କୁ ଚାଲାଣ ହେଇଯାଉଛି ଏବଂ ଯେଉଁ ସାର ମିଳୁଛି ଯାହାର ଦାମ 2 ଗୁଣା 3 ଗୁଣା 800 1000 2000 3000 ଆପଣଙ୍କର କ୍ରମ ଯାହା 1900 ଟଙ୍କାରେ ବିକ୍ରି ହେବା କଥା କଳା ବଜାରରେ ହେଉଛି 3000 ଟଙ୍କା। DAP 1200 ଟଙ୍କା 50 କିଲୋ ମିଳିବା କଥା 2000 ଟଙ୍କାରେ ବିକ୍ରି ହେଉଛି। ଆଜି ସରକାର କୃଷକମାନଙ୍କୁ ମେରୁହାଡ଼ କୃଷକମାନଙ୍କୁ ଭାଙ୍ଗିବା ପାଇଁ ମାରିବା ପାଇଁ କରିଛନ୍ତି। କିନ୍ତୁ ସରକାର ଶାନ୍ତ ରୁହନ୍ତି ନଚେତ୍ ଆଗାମୀ ଦିନରେ ନିଶ୍ଚିତ ଭାବେ ଏକ ଆନ୍ଦୋଳନ ହେବ କୃଷକ ଆନ୍ଦୋଳନ ହେବ ଏ ରାଜ୍ୟରେ ଏବଂ ଏ ସରକାର ଯଦି ନିଶ୍ଚିତ ଭାବରେ ହସ୍ତହୀନ ସେମାନେ ଶାନ୍ତି ବିଶ୍ୱାସ ମାରିପାରିବେ ନାହିଁ। ତେଣୁ କୃଷକ ମାର ନୀତି ସରକାର ବନ୍ଦ କରନ୍ତୁ ବନ୍ୟା ବିପନ୍ନମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଅନ୍ତୁ ତାକୁ ତୁରନ୍ତ ଆକଳନ କରାଯାଉ ଯେଉଁମାନଙ୍କର ଘର ଭାଙ୍ଗି ଯାଉଛି ଘର ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ କ୍ଷତିପୂରଣ ଦିଅନ୍ତୁ ଏବଂ ବନ୍ୟା ପରେ ଯେ ପରିସ୍ଥିତି ସୃଷ୍ଟି ହେବ ତାକୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତୁତ ହୁଅନ୍ତୁ। ନଚେତ୍ ଉପଯୁକ୍ତ ଜବାବ ସରକାର କଂଗ୍ରେସ ଦଳ ପାଇବେ ଏବଂ କଂଗ୍ରେସ ଦଳ ଆ ମଧ୍ୟରେ ମାନନୀୟ ଆମର ପ୍ରଦେଶ କଂଗ୍ରେସ ସମିତି ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ଏବଂ ତାଙ୍କ ପ୍ରୟାସରେ ଯେଉଁମାନେ ବନ୍ୟା ବିପନ୍ନ ଅଛନ୍ତି ତାଙ୍କ ପାଖକୁ ରିଲିଫ ସାମଗ୍ରୀ ଚୁଡ଼ା ଗୁଡ଼ ବିସ୍କୁଟ ଏବଂ ପଲିଥିନ୍ ପ୍ରାୟ ଅଧିକାଂଶ ଅଞ୍ଚଳ ଅଧିକାଂଶ ପରିବାରକୁ ପହଞ୍ଚାଇବାର ଚେଷ୍ଟା କରିଛି ଏବଂ ପହଞ୍ଚେଇଛୁ। ଆଗାମୀ ଦିନରେ ମଧ୍ୟ ନିଶ୍ଚିତ ଭାବରେ କାର୍ଯ୍ୟକ୍ରମ ଜାରି ରହିବ। ପ୍ରଦେଶ କଂଗ୍ରେସ କମିଟି ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ନିର୍ଦ୍ଦେଶରେ
आपण मानक अनुरोध ये सरकार कृषक मानक जो बन्या